ଦେଖନ୍ତୁ ଆଜି ସୁନେନା ସିରିଏଲ ଆପଣ ମାନେ ଦେଖିବାକୁ ପାଇବେ ଯେ ବିବେକ କହିବେ ସୁନେନା ଆରେ ତମେ ସେ ନିଆରୁ ପଳେଇ ଆସ। ତାପରେ କହିବେ ନାଇଁ ବିବେକ ବାବୁ ମତେ ଏ ପିଲାମାନଙ୍କୁ ବଞ୍ଚିବାକୁ ପଡ଼ିବ। ତାପରେ କହିବେ ହେ ବଡ଼ବାବା ମତେ ନା ଟିକେ ହେଲ୍ପ କର କେମିତି ମୁଁ ଏ ସୁଣ୍ଡରେ ସେ ପିଲାମାନଙ୍କୁ ବଞ୍ଚେଇ ପାରେ। ତାପରେ ସୁନେନା କହିବେ କୋଉ ଭକ୍ତ ତ ଭଗବାନଙ୍କୁ କାହିଁକି ବିଶ୍ୱାସ କରିବ। ତମକୁ ଏ ଅବତାର ନେଇକି ଆସିବାକୁ ପଡ଼ିବ ପ୍ରଭୁ। ତମକୁ ଏ ଛୁଆମାନଙ୍କୁ ନିରୀହ ଛୁଆମାନଙ୍କୁ ବଞ୍ଚେଇବାକୁ ପଡ଼ିବ। ଆଉ ବୁଲବୁଲକୁ ତାଙ୍କ ସାଙ୍ଗ କହିବେ ଲାଗୁଛି ତ ବୋଧ ହୁଏ ସେ ମହାଦେବଙ୍କର ପାର୍ବତୀଙ୍କର ଆଶୀର୍ବାଦ ଅଛି ସେଥିପାଇଁ ତ ସେ ଏମିତି ନିଆଁକୁ ଲିଭେଇ ପାରିଲା। ତାପରେ ସୁନେନା ଆସିକି ସେନ୍ସଲେସ୍ ହେଇଯିବେ। ତାପରେ ବିବେକ ତାଙ୍କୁ କହିବେ ସୁନେନା ଆଖି ଖୋଲ ସୁନେନା। ତାପରେ ସୁନେନାକୁ ହୋସ୍ ଆସିବ। ତାପରେ ସୁନେନାକୁ ବିବେକ ପଚାରିବେ ସୁନେନା ତମେ ଏସବୁ ନିଆଁ କେମିତି ଲିଭେଇ ପାରିଲ। ସୁନେନା କହିବେ ମୁଁ ଜାଣିନି ବିବେକ ବାବୁ ମତେ ଲାଗୁଛି ଏଇଟା ଶିବ ପାର୍ବତୀଙ୍କ ଉପରୁ ହେଇପାରିଛି। ଲାଗୁଛି ଏ ନିରୀହ ଛୁଆମାନଙ୍କୁ ବଞ୍ଚିବା ପାଇଁ ଶିବ ପାର୍ବତୀ ତାଙ୍କ ଦୈବ ଶକ୍ତି ମୋତେ ପ୍ରଦାନ କରିଥିଲେ ଯାହା ଫଳରେ ମୁଁ ଏ ନିଆଁକୁ ଲିଭେଇ ପାରିଛି ଛୋଟ ଛୋଟ ଛୁଆମାନଙ୍କୁ ଜୀବନ ଦେଇପାରିଛି। ତାପରେ ସମସ୍ତେ ମା ପାର୍ବତୀଙ୍କର ଜୟଗାନ କରିବାକୁ ଲାଗିବେ। ତାପରେ ସୁନେନାକୁ ଜେଜେମା କହିବେ ତୁ ଆଜି ତୋ ଭକ୍ତିର ଶକ୍ତି ଦେଖେଇଛୁ ସୁନେନା ତୁ ପିଲାମାନଙ୍କୁ ବଞ୍ଚେଇ ଆଜି ସନ୍ଧ୍ୟାବେଳେ ତୁ ହିଁ କରିବୁ। ଏପଟେ ସୁନେନା କହିବେ ମତେ ଯାଇକି ଅନିଶାଙ୍କ ରୁମରେ କିଛି ପ୍ରୁଫ୍ ଖୋଜିବାକୁ ପଡ଼ିବ। ଆଉ ଏପଟେ ଅନିଶା କହିବେ କି ମୁଁ ପ୍ରେଗନେଣ୍ଟ ନାହିଁ ବୋଲି କେହି ବି ଜାଣିନାହାନ୍ତି ମୋତେ ସେ ରିପୋର୍ଟଟାକୁ ପୋଡ଼ିଦେବାକୁ ପଡ଼ିବ। ତାପରେ ସେ ରିପୋର୍ଟ ଜାଗାରେ ଖୋଜିଲା ବେଳକୁ ସେ ରିପୋର୍ଟ ସେଠି ନଥିବ। କହିବେ ଆରେ ସେଇ ରିପୋର୍ଟଟା କୁଆଡ଼େ ଗଲା ଏଠି ତ ନାହିଁ। ତାମାନେ କ'ଣ ଘର ଲୋକ କି କାହା ହାତରେ ପଡ଼ିଗଲା କି ସୁନେନା ହାତରେ ନାହିଁ। ଯଦି କାହା ହାତରେ ପଡ଼ିଥାନ୍ତା ତାହେଲେ କଥା ମୋ ହାତକୁ ନିଶ୍ଚୟ ଆସନ୍ତାଣି। ହଁ ସେପଟେ ସୁନେନାକୁ ରଖିବେ କି ଡାକିବେ କହିବେ ଏଠିକି ଆ। ତାପରେ ସୁନେନା ଡରିକି ଆସିବେ କହିବେ ଆଜି ତୁ ହାତୀ ସୁଣ୍ଡ ପିନ୍ଧିବୁନୁ। ତାପରେ ସୁନେନା ମନେ ପକେଇବେ ସେ କହିଥିବେ କି ହାତୀ ସୁଣ୍ଡ ନ ପକେଇଲେ ତ ପରିବାରକୁ ମୁଁ ହଇରାଣ କରିବି। କହିବେ ନା ନା ମୁଁ ଏବେ ପିନ୍ଧି ଦେଉଛି ମୁଁ ପିନ୍ଧି ଦେଇପାରିବି ତମେ ସେମିତି କରନି ମୋ ପରିବାର କିଛି ବି କରନି। ତାପରେ ବିକି ରଖି କହିବେ କି ତୁ କ'ଣ ଏକା ଚାଲାକ ଏ ହାତୀ ସୁଣ୍ଡକୁ ଦିବ୍ୟ ଶକ୍ତି ମିଳିଛି ସେଥିପାଇଁ ତୁ ନିଆଁ ଲିଭେଇ ପାରିଲୁ। ଆଉ ଏଇ ସବୁ ଏବେ ପୂଜା ହବ ଆସ ଏଠି ସମସ୍ତେ ନମସ୍କାର କର। ତାପରେ ଅନିଶା ଭାବେ କି ଭାଇମାନଙ୍କର କ'ଣ ମୁଣ୍ଡ ଖରାପ ହେଇଯାଇଛି। ତାପରେ ବିକି କହିବେ କି ଏଇ ଗଣେଶକୁ ଭାବିକି ଏଇ କଣ୍ଢେଇକୁ ସମସ୍ତେ ପ୍ରଣାମ କର ଆଉ ଆଶୀର୍ବାଦ ନିଅ। ତାପରେ ସେଇ ସୁନେନାଙ୍କ ଖୁଡ଼ି କହିବେ କି ଅପା ଯଦି ଆଜି ତ ଏ କଣ୍ଢେଇକୁ ଦେବୀ ସଜେଇ ସାରିଲେଣି ଗଣେଶ ସଜେଇ ସାରିଲେଣି ଆଉ କାଲି ଯଦି ସୁନେନାକୁ ଦେବୀ ସଜେଇ ଦିଅନ୍ତି ମାନେ ମାରି ଦିଅନ୍ତି ତାହେଲେ ଆମେ କ'ଣ କରିବା। ଏପଟେ ବିବେକ ଭାବୁଥିବେ କି ସେ ଯାହା ହଉ ସୁନେନାକୁ ଏ ହାତୀ ମୁଣ୍ଡରୁ ମୁକ୍ତି ମିଳିଗଲା। ତାପରେ ସୁନେନା କହିବେ କି ତାମାନେ କ'ଣ ମୁକୁଟ ପିନ୍ଧିଲେନି ବୋଲି ମୋତେ ପନିଶମେଣ୍ଟ ଦେବ। ତାପରେ ରକି କହିବେ କି ତୁ ବହୁତ ନିଜକୁ ଚାଲାକ ଭାବୁଛୁ ନା ତୁ ଏ ମୁକୁଟ ପିନ୍ଧିକି କ'ଣ ନିଜକୁ ଦେବୀ ଭାବୁଥିଲୁ। ନାଇଁ ତୁ କାଲି ବି ଏଠି ଚାକରାଣୀ ଥିଲୁ ଆଉ ଆଜି ବି ମୋ ଭଉଣୀର ଚାକରାଣୀ ହିଁ ଅଛୁ। ଆଉ ସେପଟେ ଅନିଶା ଭାବୁଥିବେ ସୁନେନା କିଛି କହୁନି କ'ଣ ପାଇଁ ସେ ଚୁପ୍ ଅଛି କ'ଣ ପାଇଁ ତା ମାନେ ମୋ ରିପୋର୍ଟ ତା ହାତରେ ଲାଗିନି। ତାପରେ ସୁନେନା ଭାବିବେ କି ଅନିଶା ବିରୁଦ୍ଧରେ ମୋତେ ଷ୍ଟ୍ରଙ୍ଗ କିଛି ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ। ଆଉ ସେଥିପାଇଁ ମୁଁ ଅନିଶାର ଚାକରାଣୀ ହେଇକି ରହିଲେ ବି ମୋର କିଛି ବି ଫରକ ପଡ଼ିବନି କାହିଁକି ନା ଅନିଶାର ଅସଲ ରୂପ ମୋତେ ସମସ୍ତଙ୍କ ଆଗକୁ ଆଣିବାକୁ ହିଁ ପଡ଼ିବ। ଏପଟେ କାନ୍ଥରେ ସୁନେନା କଣ୍ଟା ପିଟୁଥିବେ ଆଉ ପଡ଼ି ଯାଉଥିବେ। ବିବେକ ଆସିକି ଧରିଥିବେ କହିବେ କ'ଣ ହେଉଛି ସୁନେନା କହିବେ ଫଟୋ ଲଗାଇବାକୁ କଣ୍ଟା ଲଗାଉଥିଲି ମୋତେ ତ କହିପାରିଥାନ୍ତ। ସୁନେନା କହିବେ କୋଉ ଅଧିକାର ନେଇକି କହିଥାନ୍ତି ଛାଡ଼ ସେସବୁ ମୁଁ ଠିକ୍ ଅଛି ହଳଦୀ ଲଗାଇଲେ ଠିକ୍ ହେଇଯିବ। ତାପରେ ସେ କିଛି ଖବର ଦେବେ କହିବେ ନିଅ ତମ ପାଇଁ ମାମା ଆଣିଛନ୍ତି। ସୁନେନା କହିବେ ମୁଁ ଜାଣିଛି ତମେ ମୋ ପାଇଁ ଆଣିଛ ଯଦି ପିନ୍ଧେଇ ଦିଅ।